ଆଜ୍ଞା ସାର୍ ନମସ୍କାର। ଆଜ୍ଞା ନମସ୍କାର। ଯେଭଳି ଭାବରେ ବର୍ତ୍ତମାନ ରାଜ୍ୟରୁ ଚୋରା ବାଲି ଚାଲାଣ କରାଯାଉଛି, ବିଭିନ୍ନ ଜାଗାରୁ ଖବର ପ୍ରସାରଣ କରାଯାଉଛି। ମୁଖ୍ୟମନ୍ତ୍ରୀ ଗୋଟେ ପ୍ରକାର ରୋକ ଲଗାଇଛନ୍ତି ବାଲି ଚୋରି ଉପରେ, କିନ୍ତୁ ବିଭିନ୍ନ ସ୍ଥାନରେ ନଜିର ରହିଛି ଯେ ବାଲି ଚୋରି ବର୍ତ୍ତମାନ ସୁଦ୍ଧା ବି ବାଲି ଚୋରି ବନ୍ଦ ହୋଇନି। ହଁ ଆଜ୍ଞା, ନିଶ୍ଚିତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରୁ ବର୍ତ୍ତମାନ ବାଲି ଚୋରିର ଅଭିଯୋଗ ଆସୁଛି। ବାଲି ଚୋରି ପାଇଁ ସରକାର ମଧ୍ୟ ଯୋଉଭଳି ଦିନ ଦ୍ୱିପହରେ ବାଲି ଚୋରି ହଉଛି, ସରକାର ମଧ୍ୟ ତା ଉପରେ ପ୍ରକ୍ରିୟା ଆରମ୍ଭ କରିବା ଦରକାର। କିଭଳି ବାଲି ଚୋରି ବନ୍ଦ ହେଇପାରିବ ଏବଂ ଯୋଉମାନେ ବାଲି ମାଫିଆ ଅଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ସରକାର ଯଦି ବାଲି ଚୋରିର ଯଦି ଆପଣ ଉପାୟ କହିବେ କିଭଳି ବନ୍ଦ ହେଇପାରିବ, ଯଦି ପ୍ରତ୍ୟେକ ଯୋଉ ନିଲାମ ପରେ ପ୍ରତ୍ୟେକ ବାଲିଘାଟରେ ସିସିଟିଭି ଲଗେଇବେ, ନିୟମିତ ପେଟ୍ରୋଲିଂ କରିବେ, ଇ ପାସ୍ କରିବେ ଏବଂ ଜିପିଏସ୍ ଟ୍ରାକିଂ କରିବେ, ଯୋଉ ଗାଡି କୋଉଠିକି ଯାଉଛି ଏବଂ କୋଉ ଗାଡି କୋଉଠୁ ଆସୁଛି, ଯୋଉ ଡ୍ରୋନ୍ ବା ସର୍ଭେଲାନ୍ସ ରେ ତାକୁ ଅବଜର୍ଭ କରିବେ ବା ନିରୀକ୍ଷଣ କରିବେ। ଏ ସାଟେଲାଇଟ ମ୍ୟାପିଂ ଦ୍ୱାରା ମଧ୍ୟ ଖଣି ଖନନ ନିରୀକ୍ଷଣ କରାଯାଇ ପାରିବ। ଅନ୍ୟପଟେ ସେହିପରି ଦେଖିବେ ସରକାରଙ୍କ ତରଫରୁ ବା ଜିଲ୍ଲା ପ୍ରଶାସନ ତରଫରୁ ଟୋଲ ଫ୍ରି ନମ୍ବର ବା ହ୍ୱାଟ୍ସଆପ୍ ନମ୍ବର ସର୍ବସାଧାରଣରେ ଜାରି କରାଯିବ। ଯୋଉଠି ବାଲି ଚୋରି ହଉଛି ସେଠି ସାଧାରଣ ନାଗରିକ ହୁଅନ୍ତୁ ବା ଅନ୍ୟ କେହି ଅଭିଯୋଗ କରିପାରିବେ ବାଲି ଚୋରି ବିରୁଦ୍ଧରେ ଏବଂ ତାଙ୍କ ନାଁ ଗୋପନ ରଖାଯିବା ସହିତ ତାଙ୍କୁ ପୁରସ୍କୃତ କରାଯିବାର ଆବଶ୍ୟକତା ରହିଛି। ସେହିପରି ଯୋଉଠି ବାରମ୍ବାର ବାଲି ଚୋରିର ଅଭିଯୋଗ ଆସୁଛି ସେଠି ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ଟାସ୍କଫୋର୍ସ ମାଧ୍ୟମରେ ମଧ୍ୟ ତଦନ୍ତ କରାଯିବ। ତ ଆ ପରେ ଯଦି ହଉଛି ତାପରେ ମାଇନିଂ ଆକ୍ଟରେ ମଧ୍ୟ ଯୋଉ ଜୋରିମାନାର ପରିମାଣଟା ରହିଛି ମାଇନିଂ ଆକ୍ଟରେ ତାକୁ ବଢେଇବାକୁ ପଡିବ, ଯାହା ଦ୍ୱାରା ମାଫିଆ ମାନଙ୍କ ଉପରେ ଅଧିକରୁ ଅଧିକ ଆର୍ଥିକ ଦଣ୍ଡର ପଡିବ। ତେଣୁକରି ସେହିପରି ଦେଖିବେ ଯୋଉଠି ଯୋଉ ଗାଡି ସବୁ ବ୍ୟବହୃତ ହଉଛି, ଜେସିବି କୁହନ୍ତୁ, ଟ୍ରାକ୍ଟର କୁହନ୍ତୁ, ହାଇବା କୁହନ୍ତୁ, ଯୋଉ ଚୋରି କାର୍ଯ୍ୟରେ ଯୋଉ ଗାଡି ସବୁ ବ୍ୟବହାର ହଉଛି ତାକୁ ସିଜ୍ କରିବାର ଆବଶ୍ୟକତା ରହିଛି। ସେହିପରି ଯୋଉ ଅପରାଧୀ ମାନେ ଏତେ ସବୁ ପ୍ରକ୍ରିୟା ଭିତରେ ଯଦି ନ ମାନନ୍ତି, ନନ୍ ବେଲେବୁଲ ଅପରାଧ ମାମଲାରେ ରୁଜୁ କରିବାର ଆବଶ୍ୟକତା ରହିଛି। 3 ରୁ 7 ବର୍ଷ ଜେଲ ଦଣ୍ଡ ପାଇବେ ଏବଂ ଜୋରିମାନା ଦେବେ। ଯଦି ଏଇଭଳି କଠୋର ନିୟମ ସରକାର ଆଣନ୍ତି ବା ଏଇ ପ୍ରକାର ସଂସ୍କାର ଆଣନ୍ତି ଏବଂ ସବୁ ଇ ଟେଣ୍ଡର କରିବେ ବାଲିଘାଟକୁ, ଏଇ ପ୍ରକ୍ରିୟା ସରକାର ଯଦି ଆପଣାନ୍ତି ତାହେଲେ ବାଲି ଚୋରି ରାଜ୍ୟରେ କମିବ। ସରକାର ଏ ପାଇଁ ପ୍ରସ୍ତାବ ଆଣନ୍ତୁ ଏବଂ ଏ ପାଇଁ ବ୍ୟବସ୍ଥା କରନ୍ତୁ। ଆଜ୍ଞା, ଯେତେବେଳେ ବିଭିନ୍ନ ସମୟରେ ଆମେ ଖବର ପ୍ରସାରଣ କରୁଛୁ ଆଜ୍ଞା, ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧି ହୁଅନ୍ତୁ ବା ଭିଡିଓ ଯୋଉମାନେ ସାଧାରଣ ଲୋକ ବି ଉତ୍ତୋଳନ କରୁଛନ୍ତି ସେମାନଙ୍କୁ ବାଲି ମାଫିଆଙ୍କ ତରଫରୁ ମଧ୍ୟ ଧମକ ଆସୁଛି। ତ ଆପଣ ଯୋଉ କଥା କହୁଥିଲେ ଯେ ଗୋଟେ ପ୍ରକାର ଯୋଉମାନେ ବାଲି ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କୁ ନିହାତି ଭାବରେ ସରକାର ସୁରକ୍ଷା ଯୋଗାଇ ଦେବା କଥା କି? ନାଇଁ, ନିଶ୍ଚିତ ଭାବେ ସେଇଥିପାଇଁ ତାର ପ୍ରପର ପ୍ଲାନିଂ ହଉଛି ଯେ ଯୋଉ ଲୋକଟି ବାଲି ଚୋରି ହଉଛି ବୋଲି ଖବର ସରକାର ବା ପ୍ରଶାସନ ପାଖରେ ପହଞ୍ଚଉଛି, ଆପଣ ତାର ସରକାର ବା ସ୍ଥାନୀୟ ପ୍ରଶାସନ ତାର ନାଁ ଗୋପନ ରଖିବେ, ନାଁ ଡିସକ୍ଲୋଜ କରିବେ, ନହେଲେ ତ ବାଲି ମାଫିଆ ଆଟାକ କରିବେ। ତେଣୁକରି ଯୋଉ ସଚେତନ ନାଗରିକ ହୁଅନ୍ତୁ, ସାମ୍ବାଦିକ ହୁଅନ୍ତୁ, ଆକ୍ଟିଭିଷ୍ଟ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ଯିଏ ଚୋରିକି ରୋକିବା ପାଇଁ ଚାହୁଁଛି, ସର୍ବସାଧାରଣ ଫୋନ ମାଧ୍ୟମରେ ହଉ ବା ଭିଡିଓ କରି ଯଦି ପ୍ରଶାସନ ପାଖକୁ ପଠଉଛି ଟୋଲ ଫ୍ରିରେ, ତୁରନ୍ତ ସେ ବାଲିଘାଟକୁ ସିଜ୍ କରାଯିବା ସହିତ ମାଫିଆ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ଏବଂ ଯିଏ ଅଭିଯୋଗକାରୀ ତାଙ୍କୁ ସୁରକ୍ଷା ଦିଆଯିବାର ଆବଶ୍ୟକତା ରହିଛି, ଯାହା ଫଳରେ ରାଜ୍ୟ ରାଜକୋଷ ଯୋଉ ଲୁଟ୍ ହଉଛି ତାହା ବଞ୍ଚିବ, ସରକାରଙ୍କର ସମ୍ପତ୍ତି ବଞ୍ଚିବ। ବିଭିନ୍ନ ସମୟରେ ଆମେ ଦେଖୁଛୁ ଆଜ୍ଞା, ଖବର ପ୍ରସାରଣ ପରେ ଗୋଟେ ପ୍ରକାରର ପ୍ରଶାସନ ଆକ୍ଟିଭ ମୁଡକୁ ଆସୁଛି ଏବଂ ଆକ୍ସନ ମୁଡରେ ବିଭିନ୍ନ ଜାଗାରେ 5-7ଟି ହାଇବା ଜବତ କରୁଛି, କିନ୍ତୁ ସେ ହାଇବା ଏବଂ ଯୋଉ ହାଇଡ୍ରା ମେସିନ ହଉ ବା ଜେସିବି ମେସିନ ହଉ ଯୋଉ ଜବତ କରାଯାଉଛି ସେ ସବୁର କୌଣସି ପତ୍ତା ରହୁନି। ପରବର୍ତ୍ତୀ ମୁହୂର୍ତ୍ତରେ ହୁଏତ ସେମାନଙ୍କୁ ରାତି ପାଇଲା ବେଳକୁ ସେମାନଙ୍କୁ ପୁଣି ରିଲିଜ କରାଯାଉଛି ଏବଂ ପୁଣି ସେଇ ଘାଟରୁ ହିଁ ବାଲି ଉଠାଯାଉଛି। ବାରମ୍ବାର ଖବର ପ୍ରସାରଣ କରାଯାଉଛି କିନ୍ତୁ ପ୍ରଶାସନ ଏହା ଉପରେ କୌଣସି ନଜର ରହୁନି। ନାଇଁ ଦେଖନ୍ତୁ, ପ୍ରଥମ କଥା ହେଲା ଯେତେବେଳେ ଗାଡିଟେ ଧରୁଛି ଆମ ପ୍ରଶାସନ ବ୍ୟବସ୍ଥା ହିସାବରେ ଖୁବ କମ ଟଙ୍କା ରହିଛି ପେନାଲାଇଜ ବ୍ୟବସ୍ଥା ବା ଜୋରିମାନା ବ୍ୟବସ୍ଥା, ତାକୁ ପ୍ରଥମେ ସରକାର ବଢେଇବାର ଆବଶ୍ୟକତା ରହିଛି। ଗୋଟେ ଗାଡି କୋଟି କୋଟି ଟଙ୍କାର ଲକ୍ଷାଧିକ ଟଙ୍କାର ଗୋଟେ ଘାଟରୁ ଯଦି ଦିନକୁ ବାଲି ଉଠିବ ବା ମାଇନର ମିନେରାଲ ଉଠିକି ଚୋରି ହବ, ଆପଣ ତାକୁ 10-20 ହଜାର ଟଙ୍କା ପେନାଲାଇଜ କରିବେ, ତାକୁ କିଛି ବାଧିବନି। ସେ ତ ଗୋଟିଏ ଦିନରେ ଲକ୍ଷାଧିକ ଟଙ୍କା ରୋଜଗାର କରିବେ, ତାଙ୍କୁ ପେନାଲାଇଜ ଯୋଉ ରହିଛି ମାଇନିଂ ଆକ୍ଟରେ ପେନାଲାଇଜ ଯୋଉ ଆମାଉଣ୍ଟ ରହିଛି ଏଇଟା ସର୍ବପ୍ରଥମେ ବଢିବାର ଆବଶ୍ୟକତା ରହିଛି। ସରକାର ଆଉ ଉପରେ ସ୍ୱଚ୍ଛତା ଯଦି ଆଣିବେ, ଇ ପାସ୍ ବ୍ୟବସ୍ଥା
ଇ ଟେଣ୍ଡର ବ୍ୟବସ୍ଥା କରନ୍ତୁ। କୋଉ ଗାଡି ଯାଉଛି କୋଉ ଗାଡି ଆଣିବ ତାର ପରମିଶନ ସରକାର ନିଅନ୍ତି। ଏଇ ଗାଡି ଏତିକି ବାଲି ଉଠେଇବ, ଏଇ ଜାଗାରୁ ଉଠେଇବ, ଏଇଠି ପକେଇବ, ତାର ମଧ୍ୟ ସରକାର ଅନଲାଇନ ଯଦି କରିବେ ବ୍ୟବସ୍ଥା ଯେ କୋଉଠୁ ଉଠିବ, କୋଉ ଗାଡି କୋଉଠିକି ଯିବ, କେତେ ନମ୍ବର ଗାଡି ନମ୍ବର, କାହାକୁ ସେ ବାଲି ଦିଆଯିବ, ତାହେଲେ ତାର ହିସାବ ମଧ୍ୟ ଗୋଟେ ଅନଲାଇନରେ ରହିବାର ସର୍ବସାଧାରଣରେ ରହିବାର ଆବଶ୍ୟକତା ରହିଛି ଆଜ୍ଞା ଏବଂ ଡିସପ୍ଲେ ବୋର୍ଡ ସବୁ ବାଲିଘାଟରେ ରହିବାର ଆବଶ୍ୟକତା ରହିଛି। ଆଜ୍ଞା ଧନ୍ୟବାଦ ସାର୍, ଏତେ ଆପଣ ଆମକୁ ସହଯୋଗ କଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ।